କିନ୍ତୁ ଆଜି ସାରା ଦେଶ ପାଳୁଛି, ସାରା ରାଜ୍ୟ ପାଳୁଛି, ସାରା ବିଶ୍ୱ ପାଳୁଛି। ସେ ଜନନାୟକ ଥିଲେ ବିଜୁବାବୁ, ପ୍ରଭାତ ପୁରୁଷ ବିଜୁବାବୁଙ୍କର ଆଜି 27ତମ 29ତମ ତିରୋଧାନ ଦିବସ ଆମେ ବିଜୁ ଜନତା ଦଳ ତରଫରୁ ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀର ହଜାର ହଜାର ସଂଖ୍ୟାରେ ଆଜି ଯୋଗଦାନ ଦେଇଥିଲେ। ସମସ୍ତଙ୍କର ଗୋଟେ ଇଚ୍ଛା ଥିଲା ଯେ ଆମେ ବିଜୁବାବୁ ପରି ହେଉ। ବିଜୁବାବୁଙ୍କର ନୀତି ଆଦର୍ଶ, ନବୀନ ବାବୁଙ୍କର ନେତୃତ୍ୱ ପୁଣି ଲୋକ ଚାହୁଁଛନ୍ତି 2029 ମସିହାରେ ପୁଣି ନବୀନ ବାବୁଙ୍କୁ ବସାଇବା ପାଇଁ। 2027ରେ କେମିତି ଆମେ ପଞ୍ଚାୟତ ଇଲେକ୍ସନକୁ ଲଢ଼ିବୁ, NSC ଇଲେକ୍ସନକୁ ଲଢ଼ିବୁ। 2029ରେ ପୁଣି ଆଉଥରେ ପୂର୍ବତନ ମୁଖ୍ୟମନ୍ତ୍ରୀ 4.5 କୋଟି ଓଡ଼ିଆବାସୀଙ୍କର ଜନପ୍ରିୟ ନେତା ନବୀନ ବାବୁଙ୍କୁ ଆଣିବୁ। ଏହା ଉପରେ ହିଁ ଆଲୋଚନା ଥିଲା। ଆଉ ସ୍ୱର୍ଗତ ବିଜୁବାବୁଙ୍କର ଆଜି ଆମେ ତାଙ୍କର ଚିରଧାନ ଦିବସ ପାଳନ କରିଥିଲୁ। ଗୋଟେ ବିଶାଳ ବାଇକ୍ ରାଲି ବି ଥିଲା। ତା ସଙ୍ଗେ ସଙ୍ଗେ ଆମ ବିଜୁ ଜନତା ଦଳ କାର୍ଯ୍ୟାଳୟରେ ଚିରଧାନ ଦିବସ ଆମେ ସମସ୍ତେ ପାଳନ କରିଥିଲୁ। ଆକୁ ବହୁତ ଆଡ଼ମ୍ବର ଭାବରେ ଆମେ ପାଳନ କରିଥିଲୁ। ଆଗାମୀ ଦିନରେ ଆଜି ଆମେ ସଂକଳ୍ପ ନେଲୁ ଯେ 2027 2029 ପୁଣି ଆଉଥରେ କମ୍ବ୍ୟାକ୍ ବିଜୁ ଜନତା ଦଳ। ଧନ୍ୟବାଦ। ଯୋଜନା ଆମର ବହୁତ ବଢ଼ିଆ ରହିଛି। ଆମ ଯୋଜନା ଆମେ ଲୋକଙ୍କ ପାଖରେ ଅଛୁ, ଆମେ ଗ୍ରାସ୍ ଲେଭଲ୍ ଲୋକଙ୍କ ପାଖରେ ଅଛୁ। ଆଗରେ ବି ଥିଲୁ, ଏବେ ବି ଅଛୁ। ଆପଣ ଜାଣିଥିବେ ଏ ଯେଉଁ 20 ମାସର ସରକାର, ଇଏ କଲର ମାରା ସରକାର, ଏ ସରକାର କିଛି କରିନି। ସେଥିପାଇଁ ଲୋକ ଏବେ ଖୋଜୁଛନ୍ତି ନବୀନ ବାବୁ ଆଉ ବିଜୁ ବାବୁଙ୍କର ଆଦର୍ଶ। ଆଜି ବିଜୁ ବାବୁଙ୍କର 29ତମ ତିରୋଧାନ ଦିବସ ଅବସରରେ ଆଜି ଆମର ଏଠି ହଜାର ହଜାର କର୍ମୀ ଏକତ୍ରିତ ହୋଇକରି ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଗଲା, ଦୀପ ପ୍ରଜ୍ୱଳନ କରାଗଲା। ତତ୍ସହିତ ଆମେ ସଂକଳ୍ପ ନେଲୁ ଯେ ଆମର ଏଠି ବିଜୁ ଜନତା ଦଳ ଥିଲା, ଅଛି, ଆଗକୁ ରହିବ। 2027 ପୁଣି ବିଜୁ ଜନତା ଦଳ ଟୋଟାଲି ନିର୍ବାଚନ ମଣ୍ଡଳୀରେ 4ଟି ବ୍ଲକରେ ଚେୟାରମ୍ୟାନ୍, ଜିଲ୍ଲା ପରିଷଦ, ପଞ୍ଚାୟତରେ ସରପଞ୍ଚ, ସମିତି ସଭ୍ୟ କରିବା ପାଇଁ ଆମେ ସମସ୍ତେ ଆଜି ସଂକଳ୍ପ ନେଲୁ ଯେ ଆଗାମୀ ଦିନରେ ବିଜୁ ଜନତା ଦଳ ପୁଣି ସବୁ ବ୍ଲକ ପଞ୍ଚାୟତ ସବୁ ଦଖଲ କରିବ ନିଶ୍ଚିତ ଭାବେ। ନାଇଁ ବିଧାୟକ ଦେଖନ୍ତୁ, ବିଧାୟକ ବିଜେଡ଼ିକୁ ଗୋଟେ ଭୋଟ୍ ଦେଇଛନ୍ତି, ସ୍ୱାଧୀନ ପାର୍ଟି ଗୋଟେ ଭୋଟ୍ ଦେଇଛନ୍ତି। ସେ ତାଙ୍କର ବ୍ୟକ୍ତିଗତ ନିଷ୍ପତ୍ତି, ସେ ତାଙ୍କର କ'ଣ କରୁଛନ୍ତି, ବିଧାୟକ ତାଙ୍କ ନିଷ୍ପତ୍ତି ସେ ନେଇଛନ୍ତି। ଆଉ ଏରିଆର ଡେଭଲପମେଣ୍ଟ ପାଇଁ ସେ ଯେଉଁ ସ୍ୱାଧୀନ ପାର୍ଟିକି ଭୋଟ୍ ଦେଇଛନ୍ତି, ଦିଲ୍ଲୀପ ରାୟକୁ ବୋଲୁଛନ୍ତି, ସେଇଟା କିଛି ଫରକ ପଡ଼ିବ ନାହିଁ। ସେ ତାଙ୍କର ବ୍ୟକ୍ତିଗତ ଚିନ୍ତାଧାରାରେ ସେ ତାଙ୍କୁ ଭୋଟ୍ ଦେଇଛନ୍ତି, ନିଶ୍ଚିତ ଭାବରେ ସହଯୋଗ ରହିବ। ସେ ବିଜେଡ଼ିରୁ ହୋଇଛନ୍ତି ବିଧାୟକ, ସେ ତ ବିଜେପିରୁ କି ଅନ୍ୟ ଦଳରୁ ହୋଇନାହାନ୍ତି ନା। ଯେହେତୁ ବିଜେଡ଼ିର ଟିକେଟରୁ ସେ ବିଧାୟକ ହେଇଛନ୍ତି, ବିଜେପି ପ୍ରତି ତାଙ୍କର ରହିବ। ପଞ୍ଚାୟତ ଇଲେକ୍ସନ ସେ ବିଜେଡ଼ି ପାଇଁ କାମ କରିବେ, ଦଳ ପାଇଁ କାମ କରିବେ। ତାହିଁରେ କିଛି ମାନେ ଫରକ ନାହିଁ, କିଛି ଫରକ ପଡ଼ିବ ନାହିଁ। ଆଉ ଏଠି ବିଜେଡ଼ି ପୁରା ଷ୍ଟ୍ରଙ୍ଗ ଅଛି, ଆଗକୁ ମଧ୍ୟ ଆହୁରି ବହୁତ ଷ୍ଟ୍ରଙ୍ଗ ହେବ। ଯେହେତୁ ଆଜି ଆପଣ ଦେଖିଥିବେ ହଜାର ହଜାର କର୍ମୀ ଆଜି ଆସିକି ପ୍ରଭାତ ପୁରୁଷ ବିଜୁବାବୁଙ୍କ ତିରୋଧାନ ଦିବସରେ ଯୋଗ ଦେଇଥିଲେ। ତେଣୁ ସମସ୍ତେ ସଂକଳ୍ପ ନେଇଛନ୍ତି ଯେ ପୁଣି ବିଜୁ ଜନତା ଦଳ ସବୁ ବ୍ଲକ ପଞ୍ଚାୟତ ସବୁଠାରେ ଦଖଲ କରିବ।